ओम ब्रह्म परम ब्रह्म कूल मालिक राधास्वामी दयालंक चरणरे मोर कोटि कोटि प्रणाम। श्री श्री लक्ष्मी माँ का चरणरे मोर प्रणाम। श्री श्री बड़दादा चरणरे मोर प्रणाम। आजिर आचार्य और ठाकुर परिवार समस्त चरणरे मोर कोटि कोटि प्रणाम। मोर यही वीडियो शुणुथिबा समस्त गुरु भाई और माँ मानक मोर अंतरर जय गुरु। ठाकुरଙ୍କ ଦୟାରୁ ସମସ୍ତେ ଭଲରେ ଥିବ ବୋଲି ମୋର ଆଶା। ଗୁରୁ ଭାଇ ମା ମାନଙ୍କୁ ଅନୁରୋଧ, ଯେଉଁମାନେ ସବସ୍କ୍ରାଇବ୍ କରିନାହାନ୍ତି ପ୍ଲିଜ୍ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ କମେଣ୍ଟ ଦିଅନ୍ତୁ ଓ ସେୟାର ବି କରନ୍ତୁ। ସମସ୍ତଙ୍କ ପାଖରେ ଠାକୁରଙ୍କ କଥା ପହଞ୍ଚିବା ଦରକାର। ନାରୀର ନୀତି ଶୁଣିବା ଆଗରୁ ମୁଁ ଠାକୁରଙ୍କର ଗୋଟିଏ କଥା କହି ନାରୀର ନୀତି ଆରମ୍ଭ କରିବି। ସ୍ୱଭାବ ଗୁଣେ ଅଭାବ ନଷ୍ଟ। ତୁମର ଠାକୁରଙ୍କ ଟାଣରେ ତୁମର ମନ ଯଦି ଭରା ଥାଏ, ପୁଣି ଅନ୍ୟର ମନ ଯଦି ଭରି ତୋଳିପାର, ତୁମର ସେବା ସାହଚର୍ଯ୍ୟ ଓ କର୍ମ ଦେଇ, ତାହେଲେ ତୁମର ପେଟ କଦାପି ବି ଖାଲି ରହିବନି। ଏହା ଠିକ୍ ଜାଣ। ସ୍ୱଭାବ ଗୁଣେ ଅଭାବ ନଷ୍ଟ। ଏ କଥା ସବୁ ସମୟରେ ସ୍ମରଣ ରଖ। ନ କରି ଫାଙ୍କି ଫୁଙ୍କି ଦେଇ ଯଦି ପାଅ ବି, ସେଥିରେ କିନ୍ତୁ ଅଭାବ ଘୁଞ୍ଚିବନି। ସ୍ୱଭାବରେ ଦୈନ୍ୟ ଥିଲେ ବି ଅଭାବ ବୋଧ କ୍ରମାଗତ ବଢ଼ି ଚାଲିବ। ତେଣୁ ଯେତେ ହିଁ ପାଅ ଅଭାବ ଛାଡ଼ିବନି। ପୁଣି ତୁମର ସ୍ୱଭାବ ଯଦି ସମୃଦ୍ଧ ହୋଇ ଉଠେ, ସେଇ ସ୍ୱଭାବରେ ହିଁ ତୁମକୁ ସତ୍କ୍ରିୟ ଓ ସୁଖୀ କରି ତୋଳିବ। ତୁମର ଚଳନ ହିଁ ହୋଇ ଉଠିବ ଆର୍ଥିକ ଓ ମାନସିକ ସମ୍ପଦର ଜନୟିତା। ଅଭାବ ଅଭିଯୋଗ କିଛି କିଛି ଥିଲେ ବି ସେଇ ଚିନ୍ତାରେ ମଗ୍ନ ହୋଇ ରହିବାର ଅବକାଶ ରହିବନି। ପୁଣି ଆଦର୍ଶ ପାଇଁ, କୃଷ୍ଟି ପାଇଁ କଷ୍ଟ ବି ଯଦି ସହିବାକୁ ହୁଏ ତୁମକୁ, ସେଇ କଷ୍ଟ ବି ତୁମ ନିକଟରେ କେତେ ସୁଖକର ମନେ ହେବ। ଯା କୁହ ମଣି, ଭଲ ପାଇବା ହିଁ ଏକମାତ୍ର ମାଲ, ଯା ମଣିଷକୁ ଖାଇବାରେ, ପିନ୍ଧିବାରେ, ଉତ୍ସାହ ଉଦ୍ଦୀପନାରେ ପାଗଳ କରି ରଖେ। ଜୟ ଗୁରୁ। ଆଲୋଚନା ପ୍ରସଙ୍ଗ ଦ୍ୱିତୀୟ ଖଣ୍ଡ। ଏବେ ଆମେ ଶ୍ରୀ ଶ୍ରୀ ଠାକୁରଙ୍କ ଶ୍ରୀମୁଖ ନିଃସୃତ ନାରୀର ନୀତି ଶୁଣିବା। ନାରୀର ନୀତି 105 ବାଣୀ। ସ୍ୱାମୀ ନିଷ୍ଠା। ନିଷ୍ଠା ମାନେ ହିଁ ହେଉଛି କୌଣସି ଗୋଟିଏ ବିଷୟ ନେଇ ତାହାର ଶୁଭ ମାନସରେ, ସେଥିରେ ତାହାର ନାନା ରକମରେ ମନକୁ ବ୍ୟାପୃତ ରଖିବା। ତେଣୁ ସ୍ୱାମୀ ପ୍ରତି ନିଷ୍ଠା ମାନେ ହିଁ ହେଉଛି ସ୍ୱାମୀଙ୍କ ଉନ୍ନତି ମାନସରେ ତାଙ୍କର ସର୍ବ ବିଷୟକୁ ଶୁଭ ବା ମଙ୍ଗଳରେ ନିୟନ୍ତ୍ରିତ କରିବା ପାଇଁ ଶରୀର ଓ ମନରେ ବ୍ୟାପୃତ ରହିବା। ବାଣୀ ସଂଖ୍ୟା 105। ପୁଣି ଥରେ। ସ୍ୱାମୀ ନିଷ୍ଠା। ନିଷ୍ଠା ମାନେ ହିଁ ହେଉଛି କୌଣସି ଗୋଟିଏ ବିଷୟ ନେଇ ତାହାର ଶୁଭ ମାନସରେ, ସେଥିରେ ତାହାର ନାନା ରକମରେ ମନକୁ ବ୍ୟାପୃତ ରଖିବା। ତେଣୁ ସ୍ୱାମୀ ପ୍ରତି ନିଷ୍ଠା ମାନେ ହିଁ ହେଉଛି ସ୍ୱାମୀଙ୍କ ଉନ୍ନତି ମାନସରେ ତାଙ୍କର ସର୍ବ ବିଷୟକୁ ଶୁଭ ବା ମଙ୍ଗଳରେ ନିୟନ୍ତ୍ରିତ କରିବା ପାଇଁ ଶରୀର ଓ ମନରେ ବ୍ୟାପୃତ ରହିବା। ବାଣୀ ସଂଖ୍ୟା 105। ଜୟ ଗୁରୁ।